ଦେଖନ୍ତୁ ଆମେ ଚୁଡ଼ା ମିକ୍ସଚର ଆଜି ତିଆରି କରିବାକୁ ଯାଉଛୁ। 200 ଗ୍ରାମ ଚୁଡ଼ା ନେଇଛୁ, ତା ସାଙ୍ଗକୁ କଞ୍ଚା ଲଙ୍କା ନେଇଛୁ, ତା ସାଙ୍ଗକୁ ଭୃସଙ୍ଗ ପତ୍ର ନେଇଛୁ। ତାପରେ ତେଲରେ ଛାଣିବୁ। ଦେଖନ୍ତୁ ଏମିତି କଡ଼େଇରେ ଛଣା ହେଉଛି। ତେଲରେ ଛାଣିଲା ପରେ ଆମର ଏ ଜାଗାରେ ରଖା ହବ। ଦେଖନ୍ତୁ ତେଲରେ ଟୋଟାଲ ଚୁଡ଼ାଟା ଭଲ ଭାବରେ ଛାଣି ହେଇଗଲା। ଦେଖ ଟୋଟାଲ ଛଣା ହେଇଗଲା। ଚୁଡ଼ା ପୁରା ସ୍ଲୋ ମାନେ ଭଲ ଅଛି। ଚୁଡ଼ାଟା କୁଡ଼କୁଡ଼ିଆ ପାଗ ହେଇଛି। ଦେଖନ୍ତୁ ଚୁଡ଼ାଟା କେମିତି ଛଣା ହେଲା। ତ ଦେଖନ୍ତୁ ହେଇଗଲା ମିକ୍ସଚର, ଚୁଡ଼ା ମିକ୍ସଚର ରେଡ଼ି ହେଇଗଲା। ଆକୁ ପ୍ୟାକିଂ କରିକି ରଖିବା। ଦେଖନ୍ତୁ ଆମର ଚୁଡ଼ା ମିକ୍ସଚର ରେଡ଼ି ହେଇଗଲା। ଚାଲନ୍ତୁ ଆମେ ପ୍ୟାକ୍ କରିବା। ଦେଖନ୍ତୁ ଏଠି ପ୍ୟାକ୍ କରା ହେଇଯାଇଛି। ଚୁଡ଼ା ମିକ୍ସଚର 5 ଟଙ୍କିଆ ପ୍ୟାକେଟ୍, ଆଉ ଏଇଟା ହେଉଛି 10 ଟଙ୍କିଆ ପ୍ୟାକେଟ୍। ଏ ଚୁଡ଼ା ମିକ୍ସଚରରେ ମିକ୍ସ କରିକି ଏମିତି ଓଜନ କରିକି ପ୍ୟାକ୍ କରିକି ବିକା ହେଉଛି। ଚାଲନ୍ତୁ ଦେଖନ୍ତୁ ଆମର ପ୍ୟାକ୍ କରା ହେଇଯାଇଛି। ପାଞ୍ଚ ଟଙ୍କିଆ ପ୍ୟାକେଟ୍ ଚୁଡ଼ା ମିକ୍ସଚର, ଏଇଟା 10 ଟଙ୍କିଆ ପ୍ୟାକେଟ୍ ଚୁଡ଼ା ମିକ୍ସଚର।